ଯାଜପୁର ଜିଲ୍ଲା ବର୍ଚଣା ବ୍ଲକ ବାଲଚମପୁର ପଞ୍ଚାୟତ ନାନପୁର ଗ୍ରାମର ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ମହାରଣାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ନାନପୁର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କର ତିନି ପୁଅ କ୍ଷୀରୋଦ ମହାରଣା, ନିରଞ୍ଜନ ମହାରଣା ଓ ମନୋଜ ମହାରଣା, ତିନି ବୋହୂ ଚନ୍ଦ୍ରପ୍ରଭା ମହାରଣା, ପ୍ରଭାତୀ ମହାରଣା, ମଧୁସ୍ମିତା ମହାରଣା ଓ ଝିଅ ଜ୍ୱାଇଁ ନାତି ନାତୁଣୀ ସମସ୍ତ ବନ୍ଧୁ ପରିଜନ ଉପସ୍ଥିତ ରହିଥିଲେ। ସ୍ୱର୍ଗତ ମହାରଣା ମୃଦଙ୍ଗ ବାଦ୍ୟର ପରିବେଷଣ କରିବା ସହିତ ତାଙ୍କର କଣ୍ଠସ୍ୱର ଏତେ ସୁମଧୁର ଥିଲା ଯେ ସମସ୍ତଙ୍କ ହୃଦୟକୁ ବାନ୍ଧି ପାରୁଥିଲେ। ସ୍ୱର୍ଗତ ମହାରଣା ଜିଲ୍ଲା ଓ ରାଜ୍ୟସ୍ତରୀୟ ବହୁଥର ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ଜଣେ ଧର୍ମପରାୟଣ, ପରୋପକାରୀ, ସ୍ନେହୀ, ମୟାପୀ ବ୍ୟକ୍ତି ଥିଲେ। ଆଖପାଖ ଅଞ୍ଚଳରେ ସେ ବେଶ ପରିଚିତ ଥିଲେ। ଆଖପାଖ ଅଞ୍ଚଳରେ ଯେଉଁଠି ଭଜନ କୀର୍ତ୍ତନ ହୁଏ ସେ ସେହି ସ୍ଥାନକୁ ନ ଯାଇ ରହିପାରନ୍ତି ନାହିଁ। ଦୁଃଖ ସୁଖରେ ସମସ୍ତଙ୍କ ପାଖରେ ଛିଡ଼ା ହୋଇଥାନ୍ତି। 1 ବର୍ଷ ହେବ ତାଙ୍କର ଦେହାନ୍ତ ହୋଇଥିଲେ ହେଁ କାଲି ଭଳି ଲାଗୁଛି। ବର୍ଚଣାବାସୀ ସବୁଦିନ ପାଇଁ ତାଙ୍କୁ ମନେ ପକାଉଥିବେ। ତାଙ୍କର ଆତ୍ମା ସଦ୍ଗତି ହେଉ, ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଆଉ ସାହସ ଦିଅନ୍ତୁ। ଯାଜପୁର ବର୍ଚଣାରୁ ଶରତ କୁମାର ସିଂ, ନ୍ୟୁଜ୍ ଓଡ଼ିଶା 65।